ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିର ଦୁର୍ନୀତି ପିଛା ଛାଡ଼ୁ ନଥିବା ବେଳେ ଆଉ ଏକ ଦୁର୍ନୀତି ପଦାକୁ ଆସିଛି, ଯାହାକି କୋଦଳା ଏନ୍ଏସିରେ ଦୀର୍ଘ ବର୍ଷ ହେବ ଅତ୍ୟଧିକ ଦୁର୍ନୀତି ବାରମ୍ବାର ହେଉଥିବା ବେଳେ ଏବେ ଆଉ ଏକ ଦୁର୍ନୀତି ପଦାକୁ ଆସିଛି। କୋଦଳା 10 ନମ୍ବର ୱାର୍ଡର ତହସିଲ ଗ୍ରାଉଣ୍ଡ ଥାନା ପରିସରରେ ଇଣ୍ଡୋର ଷ୍ଟାଡିୟମ ମେଡିକାଲ ପାଚେରୀ ଦୀର୍ଘ 2 ମାସ ହେବ ଚାଲିଛି କୋଦଳା ଏନ୍ଏସି ତରଫରୁ ୱାଲ୍ ପେଣ୍ଟିଂ। ଦୁଃଖର ବିଷୟ, ଏ ପେଣ୍ଟିଂ ଆରମ୍ଭ ହେବାର 2 ମାସ ହୋଇଯାଇଥିବା ବେଳେ ମଧ୍ୟ କାହିଁକି ଟେଣ୍ଡର ବାହାରି ନାହିଁ ତାକୁ ନେଇ ବଡ଼ ପ୍ରଶ୍ନ। ବର୍ତ୍ତମାନ ସୁଦ୍ଧା ଯେତିକି କାମ ଚାଲିଛି ତାହା ଅନଲାଇନ୍ ଟେଣ୍ଡର ହେବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ହୋଇନାହିଁ। ଏହି ଟେଣ୍ଡରକୁ ସେଟ୍ ଟେଣ୍ଡର କରି ଭାଗ ଭାଗ କରି ବିଲ୍ କରି ଖାଇବା ପାଇଁ ଏହିଭଳି ଚକ୍ରାନ୍ତ ଚାଲିଛି କି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକଙ୍କ। ଆମ ପ୍ରତିନିଧି ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଓ ସାନିଟାଇଜେସନ ଏକ୍ସପର୍ଟ ଚନ୍ଦ୍ରକାନ୍ତ ମାରାଣ୍ଡିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଥିଲେ। ଯାହା ଫଳରେ ଏହିମାନେ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ସନ୍ଦେହ ହେଉଛି। ଏମିତି ବାରମ୍ବାର ଦୁର୍ନୀତିରେ କୋଦଳା ଏନ୍ଏସି ବୁଡ଼ି ରହୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ମଧ୍ୟ ମୂକ ଓ ବଧିର ସାଜିଛନ୍ତି କାହିଁକି ବୋଲି ଅଞ୍ଚଳବାସୀ ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। ବ୍ୟୁରୋ ରିପୋର୍ଟ, ସନ୍ଧାନ ଓଡ଼ିଶା ଲାଇଭ୍।